ଆଜି ଆମେ ଦେଖିବା ଆମ ନବମ ଶ୍ରେଣୀର ସାହିତ୍ୟ ବହିର ହେ ମୋର କଲମ ପଦ୍ୟର ଅଭ୍ୟାସ ପ୍ରଶ୍ନପତ୍ର। ତାହେଲେ 1 ନମ୍ବର ପିଲାମାନେ ଦେଇଛି ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତି ଗୁଡ଼ିକ ବାଛି ଲେଖ। ପିଲାମାନେ କରେ କ'ଣ ଦେଇଛି, କଲମ ସଦାବେଳେ ସତ୍ୟ, ଅହିଂସା, ଶାନ୍ତି ପ୍ରତିଷ୍ଠା କରିବା ପାଇଁ ନୀରବରେ ବିପ୍ଳବ କରିଛି। ତାହେଲେ ଏଇଟା ଠିକ୍ ଉତ୍ତର। ତାହେଲେ କଟା ହେଉଛି ଠିକ୍ ଉତ୍ତର। ଖରେ କ'ଣ ଦେଇଛି, କଲମ ମଡ଼ା ଦେହରେ ଜୀବନ ସଞ୍ଚାର କରେ ନାହିଁ, ଏଇଟା ଭୁଲ। ଗରେ କ'ଣ ଦେଇଛି, କଲମ ନିଜର ବିଶ୍ୱସ୍ତ ବନ୍ଧୁ ବୋଲି କବି କହିଛନ୍ତି, ହଁ ଏଇଟା ଠିକ୍। ଘରେ କ'ଣ ଦେଲା, କବିଙ୍କ ମତରେ କଲମର ଗାର ଅମର ଅଟେ, ଏଇଟା ବି ଠିକ୍, କବି କହିଛନ୍ତି ଏଇ କଥା ବି। ତାପରେ ଉଁରେ ଯୁଗ ଯୁଗ ଧରି ଛଳନା, ଗୁଣ୍ଡାମି, ପେଷଣ ଓ ଶୋଷଣ କଲମ ନିକଟରେ ପରାଜୟ ସ୍ୱୀକାର କରିଛି, ଏଇଟା ବି ମଧ୍ୟ ଠିକ୍। ଚରେ କ'ଣ ଦେଇଛି, ପୃଥିବୀରେ ସମସ୍ତ ମତବାଦ କ୍ଷୀଣସ୍ଥାୟୀ ହୋଇଥାଏ, ହଁ ଏଇଟା ବି ଠିକ୍। ଛରେ କ'ଣ ଦେଇଛି, କଲମର ମୁନ ସମସ୍ତ ଅସ୍ତ୍ରଠାରୁ ଶକ୍ତିଶାଳୀ, ହଁ ଏଇଟା ବି ଠିକ୍। ଖାଲି ଗୋଟେ ଖଟା ଭୁଲ, ନହେଲେ ଆଉ ସବୁତକ ଉତ୍ତର ଆମର ଠିକ୍ ଅଛି। 2 ନମ୍ବର ପିଲାମାନେ ଯିବା। 2 ନମ୍ବର ଆମକୁ ଦେଇଛି ଅନ୍ଧେ ଦେଇଛ ଆଖିର 4ଟି ଗୋଟି ଅର୍ଥ ଦିଆଯାଇଛି। ଠିକ୍ ଉତ୍ତରଟିକୁ ବାଛ ଲେଖ। ଏହାର ଅର୍ଥ କ'ଣ ହେବ, ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିଛ। ହେଲା। 3 ନମ୍ବର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ। ଚିର ଚିର, ପିଲାମାନେ ଏଇ ଦୀର୍ଘ ଚିର ତ କ'ଣ ଚିରଜନା, ସରି ଚିରା କନା, ହଁ ଏଇ ଦୀର୍ଘ ଚିର ତ ଚିରା କନା, ଆଉ ଇଏ ଚିର ଅର୍ଥ ଦୀର୍ଘ କାଳ। ତାପରେ ହର୍ଷ ପୁର ଅର୍ଥ ଗୃହ ବା ପ୍ରସାଦ ବା ଦେହ ବି ହବ, ଆଉ ଦୀର୍ଘ ପୁ ଅର୍ଥ ଜଳରାଶି। ବିଷ, ଏ ବିଷ ଅର୍ଥ ମୂର୍ଧନ୍ୟଷ ଗରଳ, ହେଲା। ଦନ୍ତେଶ ବିଷ ଅର୍ଥ ପଦ୍ମନାଡ଼। ଦିନ ଦିବସ, ଦୀର୍ଘ ଦିନ ଗରିବ। 4 ନମ୍ବର ଆମକୁ ଦେଇଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକ ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ଦୁର୍ବଳର ହେଲା ସବଳ, ଆପଣାର ପର, ବନ୍ଧନର ମୋଚନ, ଜାଗ୍ରତ ମାନେ ସତ, ବିଶ୍ୱାସୀର ଅବିଶ୍ୱାସୀ। 5 ନମ୍ବର ପିଲାମାନେ ଯିବା। ନିମ୍ନଲିଖିତ ଶବ୍ଦ ଗୁଡ଼ିକ ବ୍ୟବହାର କରି ଗୋଟିଏ ସାର୍ଥକ ବାକ୍ୟ ଗଠନ କର। ପିଲାମାନେ ଏଇଠି ମୁଁ ବାକ୍ୟ ଗଠନ ହେଇ କରିଦେଇଛି, ତମେ ତାକୁ ଲେଖିଦେବ ବାକ୍ୟ ଗଠନ। ତାପରେ 6 ନମ୍ବର ଆମକୁ ଦେଇଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତି ଶବ୍ଦ ଲେଖ। ପିଲାମାନେ ତନୁର ହେଲା ଦେହ ଓ ଶରୀର, ଧରାର ଧରଣୀ ପୃଥିବୀ, ଗିରିର ହେଲା ଶୈଳ ଆଉ ପର୍ବତ, ଜଳ ହେଲା ନୀର ଆଉ ବାରି, ହେଲା ପ୍ରତି ଶବ୍ଦ ହେଲା। ଦେବତାର ହେଲା ଈଶ୍ୱର ଆଉ ଭଗବାନ। 7 ନମ୍ବର ନିମ୍ନଲିଖିତ ବିଶେଷଣ ଶବ୍ଦକୁ ବିଶେଷ୍ୟରେ ପରିଣତ କର। ତାହେଲେ ବିଶେଷଣକୁ ବିଶେଷ୍ୟରେ ପରିଣତ, ଦୁର୍ବଳର ଦୁର୍ବଳତା, ଅମରର ଅମରତ୍ୱ, ଜଡ଼ର ଜଡ଼ତା, ସୁନ୍ଦରର ସୌନ୍ଦର୍ଯ୍ୟ, ସଭ୍ୟର ସଭ୍ୟତା। 8 ନମ୍ବର କ୍ୱେଶ୍ଚିନ୍ ପିଲାମାନେ, ଓଡ଼ିଆ ଅଭିଧାନ ନିୟମ କ୍ରମରେ ନିମ୍ନ ପ୍ରଦତ୍ତ ଶବ୍ଦ ଗୁଡ଼ିକ ସଜାଅ। ହେଲା, ଓଡ଼ିଆ ଅଭିଧାନ ନିୟମ କ୍ରମରେ ପିଲାମାନେ ପ୍ରଥମେ ଅକ୍ଷର ହବ, ତାପରେ ଅନ୍ତର, ତାପରେ ଅନ୍ଧ, ତାପରେ ଅବତାର, ତାପରେ ଯାଇକି ଅମର ହବ। ତାପରେ 9 ନମ୍ବର ଆମକୁ ଦେଇଛି କ ସ୍ତମ୍ଭ ଖ ସ୍ତମ୍ଭ ଯୋଡ଼ିବା, ଉପଯୁକ୍ତ ଶବ୍ଦ ବାଛି ଯୋଡ଼ିବା। ତାହେଲେ ଯୋଡ଼ ପିଲାମାନେ ଦେଇଛି ତନୁ, ତନୁର କ'ଣ ହବ କହିଲ ପିଲାମାନେ, ତନୁର ହବ ମନ୍ଦିର, ହେଲା। ତନୁର ହବ ଦୁର୍ବଳ, ସରି ତନୁର ଦୁର୍ବଳ, ହୃଦ ମନ୍ଦିର, ହେଲା। ତାପରେ ଜିଗ ଧରଣୀ, ଅମର ଯଶ, କାଳ ବକ୍ଷ। 10 ନମ୍ବର ତାପରେ ପିଲାମାନେ ଦେଲା ଚିର ବିପ୍ଳବୀ ବୋଲି କବି କାହାକୁ ସମ୍ବୋଧନ କରିଛନ୍ତି। ଚିର ବିପ୍ଳବୀ ବୋଲି କବି କଲମକୁ ସମ୍ବୋଧନ କରିଛନ୍ତି। 11 ନମ୍ବର କଲମକୁ ମୌନୀ ବୋଲି କବି କାହିଁକି କହିଛନ୍ତି। କଲମ ନୀରବରେ କବିଙ୍କ ମନୋଭାବକୁ ପ୍ରକାଶ କରୁଥିବାରୁ କବି ତାକୁ ମୌନୀ ବୋଲି କହିଛନ୍ତି। ତାପରେ 12 ନମ୍ବର ଦୁର୍ବଳ ଶରୀର ସତ୍ତ୍ୱେ କଲମର ଦକ୍ଷତା ସମ୍ପର୍କରେ କବି କ'ଣ କହିଛନ୍ତି। ସେ ଦୁର୍ବଳ ଶରୀର ସତ୍ତ୍ୱେ କଲମ ଜନତାର ହୃଦ ମନ୍ଦିର ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି କହିଛନ୍ତି। 13 ନମ୍ବର ପ୍ରଶ୍ନ, କଲମ ବନ୍ଦୀ ହୋଇଯାଇଛି କାହିଁକି, କବି ଏପରି କହିବାର କାରଣ କ'ଣ। ତତ୍କାଳୀନ ସମାଜରେ ସୃଷ୍ଟି ହେଉଥିବା ଅସାମାଜିକତା ତଥା ଶୋଷଣ ଅତ୍ୟାଚାରକୁ ଅବଲୋକନ କରି ମଧ୍ୟ ଚିର ବିପ୍ଳବୀ କଲମ
ମୌନ ରହୁଥିବାରୁ କବି କଲମ ବନ୍ଦୀ ହେଇଯାଇଛନ୍ତି ବୋଲି କବି କହିଛନ୍ତି। ତାପରେ 14 ନମ୍ବର, କଲମକୁ କ'ଣ କରିବା ପାଇଁ କବି ଆହ୍ୱାନ ଦେଇଛନ୍ତି? ସୁପ୍ତ ଜାତି ଜଡ଼ତାକୁ ଭାଙ୍ଗି ଜାତିକୁ ଜାଗ୍ରତ କରିବା ପାଇଁ କଲମକୁ କ'ଣ କବି ଆହ୍ୱାନ ଦେଇଛନ୍ତି। 15 ନମ୍ବର, କବିଙ୍କର ବିଶ୍ୱସ୍ତ ସଖ୍ୟା କିଏ? କଲମ ହେଉଛି କବିଙ୍କର ବିଶ୍ୱସ୍ତ ସଖ୍ୟା। 16 ନମ୍ବର, କଲମଟି କିଭଳି ବନ୍ଧୁ ବୋଲି କବି କହିଛନ୍ତି? କବି କଲମକୁ ଅତି ଆପଣାର ବନ୍ଧୁ ବୋଲି ଅଭିହିତ କରିଛନ୍ତି। 17 ନମ୍ବର, କଲମ କ'ଣ କରି ଆମର ଯଶ ବରଣ କରିଛି? କଲମ ତାର ତୀକ୍ଷ୍ଣ ମୁନରେ କବିଙ୍କ ମନ ଲେଖାକୁ ପ୍ରକାଶ କରି କୋଟି ଜନ ମନକୁ କ'ଣ ପୁଲକିତ କରି ଆମର ଯଶ ବରଣ କରିଛି। 18 ନମ୍ବର ପିଲାମାନେ ଦେଖିବା, କଲମ ଦ୍ୱାରା କେଉଁ ଦ୍ୱାର ଖୋଲିବା ପାଇଁ କବି କହିଛନ୍ତି? କଲମ ଦ୍ୱାରା ମୁକ୍ତିର ଦ୍ୱାର ଖୋଲିବା ପାଇଁ କବି କହିଛନ୍ତି। 19 ନମ୍ବର, କରବାଳ ବକ୍ର ଓ ମୂଷଳ କାହା ନିକଟରେ ପରାସ୍ତ ହୋଇଛନ୍ତି? ତାହା କଲମ ନିକଟରେ ପରାସ୍ତ ହୋଇଛନ୍ତି। 20 ନମ୍ବର, ଧରଣୀ 2 ଦିନର ବୋଲି କବି କାହିଁକି କହିଛନ୍ତି? ପରିବର୍ତ୍ତନଶୀଳ ଏହି ଧରଣୀରେ ସବୁକିଛି କ୍ଷଣସ୍ଥାୟୀ ହୋଇଥିବାରୁ କବି ଧରଣୀକୁ 2 ଦିନରେ ବୋଲି କବି କହିଛନ୍ତି। 21 ନମ୍ବର ପ୍ରଶ୍ନ, ସତ୍ୟ ନାମରେ ଏଠାରେ କ'ଣ ଘଟିଛି ବୋଲି କବି କହିଛନ୍ତି? ସତ୍ୟ ନାମରେ ଏ ସଂସାରରେ କ'ଣ ଛଳନା ବା ପ୍ରତାରଣା ଘଟୁଛି ବୋଲି କବି କହିଛନ୍ତି। 22 ନମ୍ବର, ନର ଦେବତା ରୂପେ ପ୍ରତିଷ୍ଠା ଲାଭ କରେ କିପରି? ଜଗତ ଜନର କଲ୍ୟାଣ ସାଧନା ନିମନ୍ତେ ଆତ୍ମନିଯୋଗ କରିଥିବା ମଣିଷ ହିଁ ସଂସାରରେ ଦେବତା ରୂପେ ପ୍ରତିଷ୍ଠା ଲାଭ କରେ। 23 ନମ୍ବର, କେଉଁମାନଙ୍କର ବଚନକୁ କଲମ ଧରି ରଖିଛି? ଗୌତମ ବୁଦ୍ଧ, ଶଙ୍କରାଚାର୍ଯ୍ୟ ତଥା ଯୀଶୁଖ୍ରୀଷ୍ଟ ମହାନ ବାଣୀକୁ କଲମ ଧରି ରଖିଛି। 24 ନମ୍ବର ପ୍ରଶ୍ନ, କଲମ କେଉଁ କଥାକୁ ଖାତିର ନ କରି ଆଗେଇ ଚାଲିଛି? କାହାର ଗୁଣ୍ଡାମିକୁ ଖାତିର ନ କରି କଲମ ଆଗେଇ ଚାଲିଛି। 25 ନମ୍ବର, କଲମର ବିପ୍ଳବ କେଉଁ ଆଦର୍ଶରେ ପରିଚାଳିତ? ସତ୍ୟ, ଶାନ୍ତି, ଶିବସୁନ୍ଦର ପବିତ୍ର ଆଦର୍ଶରେ କଲମ ବିପ୍ଳବ ପରିଚାଳିତ। ତାପରେ 26 ନମ୍ବର ପିଲାମାନେ, କାଳବକ୍ଷରେ କଲମ କିପରି ଅମର ହୋଇଛି? କାଳବକ୍ଷରେ ଘଟୁଥିବା ପ୍ରତିଟି ଘଟଣାକୁ କଲମ ତାର ମନରେ ରୂପ ଦେଇ ବାନ୍ଧି ରଖିଥିବାରୁ କଲମ ଅମର ହୋଇ ରହିଛି। ତାପରେ ପିଲାମାନେ ଆମର ସରଳାର୍ଥ ଲଙ୍ଗ କୋଶ୍ଚିନ୍ ଆସିଲା। ଏଥିରେ ଆମେ ବିଷୟଟିକୁ ଯେତେ ଭଲରେ ବୁଝିଥିବା ତାହେଲେ ଏଠି ବର୍ଣ୍ଣନା କରିପାରିବା ହେଲା। ତମେ 27 ନମ୍ବର ସବୁ କୋଶ୍ଚିନ୍ ମୁଁ ଏଠି ପୁରା କରିକି ଏଟାକୁ ପଢ଼ ଏବଂ ବୁଝିକି ନିଜ ମନରୁ ଲେଖ ହେଲା। ତାପରେ ଯାଇକି ତମେ ପରୀକ୍ଷାରେ ଭଲରେ ଲେଖିପାରିବ, ବୁଝିହେଲା। 27 ନମ୍ବର, ତାପରେ 28 ନମ୍ବର, ତାପରେ 29 ନମ୍ବର ବି ସରଳାର୍ଥ ଅଛି। 30 ନମ୍ବର ହେଲା, 30 ନମ୍ବର ବି ସରଳାର୍ଥ। 31 ନମ୍ବର ଇଏ ବି ସରଳାର୍ଥ। ତାପରେ 32 ନମ୍ବର ଆସିଲା ଆମର ଲଙ୍ଗ କୋଶ୍ଚିନ୍, ୟାକୁ ବି ଲେଖିବ ହେଲା। 32 ନମ୍ବର ୟାକୁ ଲେଖିବ ଲଙ୍ଗ କୋଶ୍ଚିନ୍, ୟାକୁ ପଢ଼ିକି ବିଷୟଟିକୁ ଯେତେ ଭଲରେ ବୁଝିପାରିବ ସରଳାର୍ଥ ଲଙ୍ଗ କୋଶ୍ଚିନ୍ ସେତେ ଭଲରେ ଲେଖିପାରିବ। ତାପରେ 33 ନମ୍ବର ମଧ୍ୟ କଲମ ମାଧ୍ୟମରେ କବି ବର୍ତ୍ତମାନ ସମାଜକୁ କେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି ଆମେ ସେଇ ସମ୍ପର୍କରେ ଆଲୋଚନା ହେଇଛି ଏଠି ହେଲା। 33 ନମ୍ବର, 34 ନମ୍ବର ହେଲା। ଯେତେ ବିଷୟଟିକୁ ଭଲରେ ବୁଝିଥିବା ସେତେ ଭଲରେ ଆମେ ଲେଖିପାରିବା। ଏଥିରେ ଲଙ୍ଗ କୋଶ୍ଚିନ୍ କିଛି ନାହିଁ। କବି ପରିଚୟ ଟିକେ ଭଲରେ ଲେଖିବ, ପରୀକ୍ଷାରେ ଭଲ ମାର୍କ ରହିବ।